ହ୍ୟାଲୋ ପିଲାମାନେ, ମୁଁ ପ୍ରଦୀପ। ଆପଣମାନେ ଦେଖୁଛନ୍ତି ଏକ୍ସପ୍ରେସ୍ ଗୁରୁଜୀ ୟୁଟ୍ୟୁବ୍ ଚ୍ୟାନେଲ୍। ପିଲାମାନେ, ମୁଁ ଆଜି ବିଜ୍ଞାନର କେତେଟା କ୍ୱେଶ୍ଚନ୍ ଡିସ୍କସନ୍ କରିବି। ଏ କ୍ୱେଶ୍ଚନ୍ ଗୁଡ଼ାକ ପୁରା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏବଂ 2021ରେ ପଡ଼ିବା ଭଳି କ୍ୱେଶ୍ଚନ୍ ସବୁ। ଆପଣମାନେ ଏ କ୍ୱେଶ୍ଚନ୍ ଗୁଡ଼ିକୁ ଭଲସେ ଦେଖନ୍ତୁ ଏବଂ ସଠିକ୍ ରୂପରେ ଆପଣମାନେ କରନ୍ତୁ। ତା କ୍ୱେଶ୍ଚନ୍ ଡିସ୍କସନ୍ କରିବା ସହିତ ମଧ୍ୟ ମୁଁ କିଛି କନସେପ୍ଟ ଆପଣମାନଙ୍କୁ ଜଣାଇବି, ଆଉ କିପରି କ୍ୱେଶ୍ଚନ୍କୁ ଆପ୍ରୋଚ୍ କରିବ ସେ ବିଷୟରେ ବି ଜଣାଇବି। ସୋ ଦ୍ୟାଟ୍ ଆପଣମାନଙ୍କର ଭଲସେ ଏକ୍ଜାମ୍ ହୋଇପାରିବ, ଭଲସେ ଆପଣମାନେ କ୍ୱେଶ୍ଚନ୍ କରିପାରିବେ। ଚାଲନ୍ତୁ ଡିସ୍କସନ୍ କରିବା। ପ୍ରଥମ କ୍ୱେଶ୍ଚନ୍ଟି ହେଉଛି, କେଉଁ କ୍ଷେତ୍ରରେ ସର୍ବନିମ୍ନ ପ୍ରତିରୋଧ ସମ୍ପନ୍ନ ଯୁକ୍ତାତ୍ମକ କାର୍ଯ୍ୟ ସମ୍ପାଦିତ ହୋଇଥାଏ? ଏହା ମାନେ କ'ଣ କହୁଛି? ଏଇ ଯେଉଁ ଚାରିଟା ଅପସନ୍ ଭିତରେ କେଉଁ କାର୍ଯ୍ୟ କଲାବେଳେ ସବୁଠାରୁ କମ୍ ପ୍ରତିରୋଧ ହେବ? ଏହାର ପ୍ରଥମେ ଅପସନ୍ଟି ରହିଛି ପରିବାହୀ ବିଦ୍ୟୁତ୍ ପ୍ରବାହ ଥିବାବେଳେ। ଦେଖନ୍ତୁ, ଯେକୌଣସି ତାରରେ ଯେତେବେଳେ କରେଣ୍ଟ ଯାଏ ସେତେବେଳେ ଗୋଟେ ରେଜିଷ୍ଟାନ୍ସ ପାୱାର ଥାଏ। ପ୍ରତି ତାରରେ ଗୋଟେ ରେଜିଷ୍ଟାନ୍ସ ପାୱାର ଥାଏ। সেই ରେଜିଷ୍ଟାନ୍ସ ପାୱାରଟା କ'ଣ କରିବ ନା ଏହାକୁ ପ୍ରତିରୋଧ କରିବ। ଠିକ୍ ସେହିପରି ସେକେଣ୍ଡ କ୍ୱେଶ୍ଚନ୍ଟା ରହୁଛି ଆମର ଭୂ ସମାନ୍ତର ସମତଳ ଚଟାଣରେ ବଲ୍ଟିଏ ଗଡ଼ୁଥିବା ବେଳେ। ଦେଖନ୍ତୁ, ଯଦି ଆମେ ଏଇଟା ଧର ଗୋଟେ ସମତଳ ସର୍ଫେସ୍, ଏଇଠି ଗୋଟେ ବଲ୍ଟେ ଆମର ରହିବ ଗଡ଼ିବ, ତାହେଲେ ଏଇଠି କ'ଣ ହେବ ନା ଏଇ ଯେଉଁ ବଲ୍ର ସର୍ଫେସ୍ ଆଉ ଆମର ଚଟାଣର ସର୍ଫେସ୍ ଭିତରେ ଘର୍ଷଣ ବଳ ରହିବ, ଯେଉଁ ଘର୍ଷଣ ବଳଟିକୁ ପ୍ରତିରୋଧ କରିବ। ତାପରେ ଥାର୍ଡ଼ କହୁଛି ପାଚିଲା ଫଳଟିଏ ଗଛରୁ ଗଡ଼ୁଥିବା ବେଳେ। ଦେଖନ୍ତୁ, ଯେତେବେଳେ ଗୋଟେ ଗଛରୁ ଗୋଟେ ଫଳଟେ ପଡ଼େ ସେତେବେଳେ ସିଏ କ'ଣ ପ୍ରତିରୋଧ ତା ଉପରେ ହୁଏ। ଦେଖନ୍ତୁ, ଆମର ଏଇଠି ଗୋଟେ ଫଳଟେ ଆମର ତଳକୁ ଏମିତି ଖସୁଛି। କ'ଣ ଏଠି ପ୍ରତିରୋଧ ହୁଏ? କେବଳ ଏୟାର ଫ୍ରିକ୍ସନ୍ ହେଲା। ଆମର ଏୟାର ମାନେ ଆମର ପବନ ଯୋଗୁଁ ଗୋଟେ ଘର୍ଷଣ ହୁଏ, ଯେଉଁଟାକି ବହୁତ କମ୍। ତେଣୁ ଏହାର ଆନ୍ସର୍ଟି ହେବ ଅପସନ୍ ସି। ତାପରେ ଆମର ଡି ଅପସନ୍ଟି କ'ଣ ରହୁଛି? ଗୋଟିଏ ହେଲିକପ୍ଟରର ଭୂମିରୁ ଉପରକୁ ଉଡ଼ୁଥିବା ବେଳେ। ଦେଖନ୍ତୁ, ଗୋଟେ ହେଲିକପ୍ଟର ଯେତେବେଳେ ଭୂମିରୁ ଉପରକୁ ଉଡ଼ିବ ସେତେବେଳେ ଏୟାର ପ୍ରେସର ରହିବ, ତା ସହିତ ଆମର ଗ୍ରାଭିଟି ଏଗେନଷ୍ଟରେ ଏଇଟା ଯାଉଛି। ଗ୍ରାଭିଟି ହେଲା ଆମର ଯେଉଁ ଟାଣୁଛି ସବୁକିଛିକି ମାଟି ଆଡ଼କୁ ତଳକୁ, ତା ଏଗେନଷ୍ଟରେ ଯିବ। ତେଣୁ ଏଇଟା ସବୁଠୁ ଅଧିକ ଆମର ପ୍ରତିରୋଧ ରହିବ ଅପସନ୍ ଡିରେ। ତେଣୁ ଏହାର ଆମର କ୍ୱେଶ୍ଚନ୍ କହିଛି ଯେ କେଉଁଟି ସର୍ବନିମ୍ନ। ସର୍ବନିମ୍ନ ହେବ ଯଦି ଆନ୍ସର୍ ହେବ ଅପସନ୍ ସି। ତେଣୁ ଅପସନ୍ ସିଟି କରେକ୍ଟ ଆନ୍ସର୍ ଆମର ହେବ। ତାପରେ କହୁଛି କେଉଁଟି ଭିନ୍ନ ଶ୍ରେଣୀଭୁକ୍ତ? ମାନେ ଏଇ ଚାରିଟା ଅପସନ୍ ଭିତରୁ କେଉଁଟା ଅଲଗା? ଦେଖନ୍ତୁ, ପ୍ରଥମ ଅପସନ୍ ରହୁଛି ଘର୍ଷଣ ବଳ, ସେକେଣ୍ଡ ହେଉଛି ଚୁମ୍ବକୀୟ ବଳ, ଥାର୍ଡ଼ ହେଉଛି ସ୍ଥିର ବିଦ୍ୟୁତ୍ ବଳ, ଫୋର୍ଥ ହେଉଛି ମାଧ୍ୟାକର୍ଷଣ ବଳ। ଏହାର ଆନ୍ସର୍ଟି ହେବ ଆପଣଙ୍କର ପ୍ରଥମ ଘର୍ଷଣ ବଳ। ଘର୍ଷଣ ବଳ ଯେତେବେଳେ ଆପଣଙ୍କର ହୁଏ ସେତେବେଳେ କ'ଣ ହୁଏ ନା ଆମର ଏଇଟା ଗୋଟେ ଏଇ ଯେଉଁ ଘର୍ଷଣ ବଳଟା ହେଉଛି ଗୋଟେ ଡେଷ୍ଟ୍ରକ୍ଟିଭ୍ ଫୋର୍ସ। ଦେଖନ୍ତୁ, ଯେତେବେଳେ ଆମର ରାସ୍ତା, ଧର ଏଇଟା ଗୋଟେ ରାସ୍ତା, ଆମର ଯେତେବେଳେ ଗାଡ଼ିର ଚକା ଚାଲେ କ'ଣ ହୁଏ ନା ଆମ ରାସ୍ତା ଆଉ ଚକା ଭିତରେ ଘର୍ଷଣ ବଳ ହୁଏ। ଘର୍ଷଣ ବଳ ହେବା ଦ୍ୱାରା ଆମର କ'ଣ ହୁଏ ନା ଚକା ଗୁଡ଼ାକ ଧୀରେ ଧୀରେ ଘୂରିଯାଏ। ଏହା ମାନେ କ'ଣ? ଘର୍ଷଣ ବଳଟା ହେଉଛି ଗୋଟେ ଡେଷ୍ଟ୍ରକ୍ଟିଭ୍ ଫୋର୍ସ। କିନ୍ତୁ ଏସବୁ ମାଧ୍ୟାକର୍ଷଣ ବଳ, ସ୍ଥିର ବିଦ୍ୟୁତ୍ ବଳ, ଚୁମ୍ବକୀୟ ବଳ ଡେଷ୍ଟ୍ରକ୍ଟିଭ୍ ଫୋର୍ସ ନୁହେଁ। ତେଣୁ ଏହାର ସଠିକ୍ ଆନ୍ସର୍ଟି ହେବ ଏ। ଏହା ମାନେ କ'ଣ? ଆମର ଏଇ ଯେଉଁ ବି ସି ଡି ଅପସନ୍ ଗୁଡ଼ାକ ଆମର କନଷ୍ଟ୍ରକ୍ଟିଭ୍ ଫୋର୍ସ, ଏଗୁଡ଼ାକ ଏଟା ହେଉଛି ଡେଷ୍ଟ୍ରକ୍ଟିଭ୍ ଫୋର୍ସ। ତେଣୁ ଏ ଅପସନ୍ଟି ହେଉଛି ଭିନ୍ନ। ତାପରେ କହୁଛି କେଉଁ ଦିନ ସୁମେରୁ ବୃତ୍ତଠାରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଅଞ୍ଚଳରେ 24 ଘଣ୍ଟା ଯାଏଁ ସୂର୍ଯ୍ୟାସ୍ତ ହୁଏ ନାହିଁ? ପିଲାମାନେ, ଏଇଟା ତୁମମାନେ ସମସ୍ତେ ବି ଜାଣିଥିବ। ତେଣୁ କମେଣ୍ଟ ସେକ୍ସନରେ ଲେଖନ୍ତୁ ଏହାର ଆନ୍ସର୍ଟି କ'ଣ ହେବ। ଦେଖନ୍ତୁ ପିଲାମାନେ, ଏହାର ଆନ୍ସର୍ଟି ହେବ ଅପସନ୍ ବି। ଜୁନ୍ 21ରେ କ'ଣ ହୁଏ ନା ଆମର 24 ଘଣ୍ଟା ଯାଏଁ ସୂର୍ଯ୍ୟାସ୍ତ ହୁଏ ନାହିଁ। କେଉଁ ଜାଗାରେ ହୁଏ ନାହିଁ? ସୁମେରୁ ବୃତ୍ତଠାରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଏହିସବୁ ଅଞ୍ଚଳ ଗୁଡ଼ିକରେ 24 ଘଣ୍ଟା ଯାଏଁ ସୂର୍ଯ୍ୟାସ୍ତ ହୁଏ ନାହିଁ। କେବେ ହୁଏ ନାହିଁ? ଆମର ଜୁନ୍ 21ରେ ହୁଏ ନାହିଁ। ତାପରଟି ରହୁଛି ଫୁଲକୋବିର କେଉଁ ଅଂଶରେ ଖାଦ୍ୟ ସଞ୍ଚିତ ହୋଇ ରହେ? ଦେଖନ୍ତୁ, ଫୁଲକୋବି ଆମେ କ'ଣ ପାଇଁ କହୁଛନ୍ତି? ଫୁଲଟାକୁ ଆମେ ଖାଉଛନ୍ତି ବୋଲି, କିନ୍ତୁ ଆକ୍ଚୁଆଲି ଫୁଲ ଆମେ ଖାଉନାହାନ୍ତି। ଫୁଲ ସହିତ ଆମେ ତା'ର କିଛି ତଳ ଅଂଶଟାକୁ ବି ଆମେ ଖାଉଛନ୍ତି। ତାକୁ ଆମର ସବୁ ଟୋଟାଲ୍ ଉପରେ କହିବାକୁ ଗଲେ ସ୍ତବକ କୁହାଯାଏ। ଫୁଲକୋବିର କେଉଁ ଅଂଶଟିକୁ ଆମେ ଖାଦ୍ୟ ରୂପେ ସଞ୍ଚିତ ହୋଇ ରହେ? ଏହାର ଆନ୍ସର୍ ହେବ ସ୍ତବକ। ଦେଖନ୍ତୁ, କାଣ୍ଡରେ ହୁଏ ନାହିଁ,
ଫଳରେ ହୁଏ ନାହିଁ କିମ୍ବା ମୂଳରେ ହୁଏ ନାହିଁ। ତେଣୁ ଏହାର ଆନ୍ସର୍ ହେବ ସ୍ତବକ। ତାପରେ କହୁଛି କେଉଁ ବ୍ୟକ୍ତି ବୈଜ୍ଞାନିକ ମନୋଭାବ ସମ୍ପନ୍ନ କରେ। ବୈଜ୍ଞାନିକ କ'ଣ କରେ ନା ସବୁବେଳେ ଗୋଟେ ଜିନିଷକୁ ରିସର୍ଚ୍ଚ କରେ, ଧ୍ୟାନର ସହିତ ଦେଖେ, ବୁଝିବାକୁ ଚେଷ୍ଟା କରେ। ତେଣୁ ଏଇ ଯେଉଁ ଚାରିଟା ଅପସନ୍ ଭିତରୁ ପ୍ରଥମ ଅପସନ୍ଟି କ'ଣ ରହିଛି, ଯିଏ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରେ। ତେଣୁ ଅପସନ୍ ଏଟା ହେବ ଆମର ଆନ୍ସର୍। ତାପରେ କହୁଛି ଯିଏ ସବୁ ଘଟଣାକୁ ସହଜରେ ଗ୍ରହଣ କରେ, ଏହାକୁ ମୂର୍ଖ କୁହାଯାଏ, ଏହାକୁ କେବେ ବି ସାଇଣ୍ଟିଷ୍ଟ କୁହାଯାଏ ନାହିଁ, ଅପସନ୍ ବି। ତାପରେ କହୁଛି ଯିଏ ଅନ୍ୟର ମତାମତକୁ ଗୁରୁତ୍ୱ ଦିଏ ନାହିଁ, ଏଟା ବି ଅପସନ୍ ଭୁଲ। ତାପରେ କହୁଛି ଯିଏ ଅଯଥା ଯୁକ୍ତି କରେ, ଏଟା ବି ଭୁଲ। ତେଣୁ ଆମର ଆନ୍ସର୍ଟି ହେବ ଅପସନ୍ ଏ। ଅପସନ୍ ଏ କ'ଣ, ଯିଏ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରେ। ସବୁବେଳେ ଗୋଟେ ବୈଜ୍ଞାନିକ ଭଲସେ ଅନୁଧ୍ୟାନ କରେ ଏବଂ ବୁଝିବାକୁ ଚେଷ୍ଟା କରେ। ତାପରେ କହୁଛି କେଉଁଟି ଠିକ୍ ନୁହେଁ। ଦେଖନ୍ତୁ ସେ କହୁଛି ଏଠାରେ ପରିପୃକ୍ତ ଆଉ ଅପରିପୃକ୍ତ କ'ଣ ଆପଣମାନଙ୍କୁ ବୁଝିବାକୁ ପଡ଼ିବ। ଦେଖନ୍ତୁ ଗୋଟେ ଦ୍ରବଣ ହେଲା ଗୋଟେ ସଲ୍ୟୁସନ୍। ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ଆପଣଙ୍କର ଗୋଟେ ପାତ୍ରରେ ପାଣି ନେବେ। ଓକେ, ପାତ୍ରରେ ପାଣି ନେବେ। ପାଣି ନେଇକି କ'ଣ କରିବେ ନା ଆପଣ ଚିନି ମିଶାଇବେ ଏଥିରେ। ଚିନି ଏମିତି ମିଶାଇବେ। ଚିନି ମିଶାଇଲା ପରେ କ'ଣ ହେବ ନା, ଫାଷ୍ଟ ଯେତେବେଳେ ଆପଣମାନେ ଚିନି ମିଶାଇବେ ଏଇଟା ସହଜରେ ଚିନିଟା ଗୋଳେଇ ହେଇଯିବ। ତାପରେ ଧୀରେ ଧୀରେ ଆପଣମାନେ ଯେତେବେଳେ ଅଧିକ ଚିନି ମିଶାଇବେ, ତାପରେ କ'ଣ ହେବ ନା ଆମର ଧୀରେ ଧୀରେ ଲାଷ୍ଟକୁ ଆଉ କିଛି ଚିନି ବଳିଯିବ। ଆପଣ ଯେତେ ଚେଷ୍ଟା କଲେ ବି ସେ ଚିନିଟା ମିଳେଇବ ନାହିଁ। ଏହା ମାନେ କ'ଣ ହେଲା, ଆମେ ଯଦି ଗୋଟେ ଦ୍ରବଣରେ ଯଦି ଗୋଟେ ଦ୍ରାବକ ଆମେ ଯଦି ମିଶାଇବା, ତାହେଲେ ସେ କ'ଣ ହେବ ନା ଫାଷ୍ଟ ସେ ମିଶିଯିବ, ତାପରେ ଆଉ ସେ ମିଶିବ ନାହିଁ। ସେ ଯେଉଁ ନ ମିଶିବାଟାକୁ କୁହାଯାଏ ଅତି ପରିପୃକ୍ତ ହେବା, ମାନେ ଅଧିକା ମିଶିଗଲା ପରେ ଆଉ ମିଶିବ ନାହିଁ। ତ ଏହାର ତାହେଲେ ଏଇ କ୍ୱେଶ୍ଚନଟା ପଚାରୁଛି ଆମର କେଉଁଠି ଠିକ୍ ନୁହେଁ। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପରିପୃକ୍ତ ଦ୍ରବଣରେ ଦ୍ରାବକ ମିଶାଇଲେ ଦ୍ରବଣଟି ଅପରିପୃକ୍ତ ହୁଏ। ଦେଖନ୍ତୁ ଅପରିପୃକ୍ତ ନୁହେଁ, ଆମର ଆନ୍ସର୍ଟି ହେବ ଅତି ପରିପୃକ୍ତ। ମାନେ ଯେତିକି ମିଶିବା ଠାରୁ ସେତିକି ଅଧିକା ମିଶିଯାଏ, ମିଶିଗଲା ପରେ ଆଉ ମିଶେ ନାହିଁ। ଆଉ ଅପରିପୃକ୍ତ ମାନେ କ'ଣ, ଆମର ଧର ଅପରିପୃକ୍ତ ମାନେ ହେଉଛି ଧର ପାଣିରେ ଆମେ ବାଲି ମିଶାଇବା, ସେ ମିଶିବ କି? ମିଶିବ ନାହିଁ, ତାକୁ ଅପରିପୃକ୍ତ କୁହାଯାଏ। ଆଉ ପରିପୃକ୍ତ ମାନେ ମିଶିଯିବ। ଆଉ ଅତି ପରିପୃକ୍ତ ମାନେ କ'ଣ, ମାନେ ଯେତିକି ମିଶିବା କଥା ମିଶିଗଲା ପରେ ଆମେ ଯଦି ଅଧିକା ଆହୁରି ଦେବା ତାହେଲେ ସେଇଟା ମିଶିବ ନାହିଁ, ସେଇଟା କୁହାଯାଏ ଅତି ପରିପୃକ୍ତ। ତାହେଲେ ଏଇ କ୍ୱେଶ୍ଚନର ଆନ୍ସର୍ଟି ହେବ ବି। ଆପଣମାନେ ଟିକେ ଭଲସେ ଏଇ କ୍ୱେଶ୍ଚନଟିକୁ ପଢ଼ନ୍ତୁ ଏବଂ ଚାରିଟା ଯାକ ଅପସନ୍ ଦେଖନ୍ତୁ, ଆପଣମାନେ ଜାଣିପାରୁଥିବେ। ତାପରେ ଅପସନ୍ ସି କହୁଛି ଏହି ପରିପୃକ୍ତ ଦ୍ରବଣକୁ ଉତ୍ତପ୍ତ କଲେ ତାହା ଅପରିପୃକ୍ତ ହୁଏ। ମାନେ କ'ଣ, ଯଦି ଆମେ ସେ ଯେଉଁ ଚିନି ପାଣିଟା ଆମେ କରିଥିଲେ ଯଦି ଗରମ କରିଦେବା ତାହେଲେ ଆଉ ମିଶିବ ନାହିଁ। ଏହାର ଅର୍ଥ ଦେଖନ୍ତୁ, ଆପଣ ଯେତେବେଳେ ଗୋଟେ ଚିନି ପାଣି କରିଥିବେ, ଯେତେବେଳେ ଆଉ ନ ମିଶିବ ଆପଣ ଟିକିଏ ଗରମ କରିଦେଲେ ସେଇଟା ମିଶିଯାଏ। ମାନେ କ'ଣ, ତାହେଲେ ଗରମ କଲେ ଆମର ମିଶିଯାଏ, କିନ୍ତୁ ଏଠି କହିଛି ଯେ ଗରମ କଲେ ମିଶେ ନାହିଁ। ତାହେଲେ ଏ ଅପସନ୍ଟା ବି ଭୁଲ। ତାପରେ ଡି ଅପସନ୍ କହୁଛି ଗୋଟେ ଅପରିପୃକ୍ତ ଦ୍ରବଣକୁ ଫୁଟାଇଲେ ତା ପରିପୃକ୍ତ ହୁଏ। ମାନେ କ'ଣ, ଗୋଟେ ଜିନିଷ ନ ମିଶୁଥିବା ଜିନିଷ ସଲ୍ୟୁସନ୍କୁ ଆପଣ ଯଦି ଗରମ କରିଦେବେ ତାହେଲେ ସେ ମିଶିଯିବ। ଏଟା ବି ଭୁଲ। ଏକ୍ଜାମ୍ପଲ୍ କ'ଣ, ଯଦି ସେମ୍ ଏକ୍ଜାମ୍ପଲ୍ ଆପଣମାନେ ନେଇପାରିବେ, ଯଦି ପାଣିରେ ବାଲି ମିଶାଇବେ ଏବଂ ଗରମ କରିଦେବେ ତାହା କେବେ ମିଶିବ କି? ମିଶିବ ନାହିଁ। ତେଣୁ ଏଇ କ୍ୱେଶ୍ଚନଟାର ଆନ୍ସର୍ ହେବ ବି। ବି ମାନେ କ'ଣ, ଗୋଟେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପରିପୃକ୍ତ ଦ୍ରବଣରେ ଦ୍ରବ୍ୟ ମିଶାଇଲେ ତାହା ଅତି ପରିପୃକ୍ତ ହୋଇଯାଏ। ସୋ ପିଲାମାନେ, ମୁଁ ଆଶା କରୁଛି ଆପଣ ପରିପୃକ୍ତ, ଅପରିପୃକ୍ତ ଏବଂ ଅତି ପରିପୃକ୍ତ ବୁଝିପାରିଲେ। ଯଦି କିଛି ଡାଉଟ୍ ଅଛି ଆପଣମାନେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ତାପରେ କ୍ୱେଶ୍ଚନ୍ ରହୁଛି ଏକ ସମତୁଲ ରାସାୟନିକ ସମୀକରଣ କ୍ଷେତ୍ରରେ। ଦେଖନ୍ତୁ ସମତୁଲ ଆମର ବାଲାନ୍ସିଂ ଅଫ୍ ଇକ୍ୱେସନ୍। ଆପଣମାନେ ବିଜ୍ଞାନରେ ସବୁ ଇକ୍ୱେସନ୍ ପଢ଼ିଥିବେ ବା ରାସାୟନିକ ପ୍ରତିକ୍ରିୟା ସବୁ ପଢ଼ିଥିବେ। ତେଣୁ ଆମେ କ'ଣ ହୁଏ ନା, ଗୋଟେ ଇକ୍ୱେସନ୍ ଧର ଏ ପ୍ଲସ୍ ବି ଇକ୍ୱାଲ୍ ଟୁ ସି ଧର ଗୋଟେ ଇକ୍ୱେସନ୍ ରହୁଛି। ତେଣୁ ଆମେ ବିଜ୍ଞାନରେ ଆପଣମାନେ ଜାଣିଥିବେ ଏଇଟାକୁ ଆମର କୁହାଯାଏ ପ୍ରତିକାରକ, ଏଇଟା ହେଲା ଉତ୍ପାଦ। ଓକେ, ତେଣୁ ପ୍ରତିକାରକ ପାଖର ମଲିକ୍ୟୁଲ୍ ମାନେ ପରମାଣୁ ସଂଖ୍ୟା ଇକ୍ୱାଲ୍ ଟୁ ହେବ ଉତ୍ପାଦର ପରମାଣୁ ସଂଖ୍ୟା।
ମାନେ ଲେଫ୍ଟ ସାଇଡ଼୍ର ମଲିକ୍ୟୁଲ୍ ୱିଲ୍ ବି ଇକ୍ୱାଲ୍ ଟୁ ରାଇଟ୍ ସାଇଡ଼୍ର ମଲିକ୍ୟୁଲ୍। ଆକ୍ଚୁଆଲି ମଲିକ୍ୟୁଲ୍ ସମାନ ହୁଏ ନାହିଁ, ମୋଲ୍ ସମାନ ହୁଏ। ଓକେ, ମୋଲ୍ ଆପଣମାନେ ମୋଲ୍ ଯଦି ନ ପଢ଼ିଛନ୍ତି ତାହେଲେ ମନେ ରଖନ୍ତୁ, ପ୍ରତିକାର ମାନେ ଲେଫ୍ଟ ସାଇଡ଼୍ ପରମାଣୁ ୱିଲ୍ ବି ଇକ୍ୱାଲ୍ ଟୁ ରାଇଟ୍ ସାଇଡ଼୍ ପରମାଣୁ। ଓକେ, ମାନେ ମଲିକ୍ୟୁଲ୍ ସମାନ ହେବ ସବୁବେଳେ ଗୋଟେ ରାସାୟନିକ ପ୍ରତିକ୍ରିୟାରେ। ତେଣୁ ଏଇ କ୍ୱେଶ୍ଚନ୍ର ଏନ୍ସର୍ଟି କ'ଣ ହେବ ଦେଖନ୍ତୁ, ପ୍ରତିକାରକ ଗୁଡ଼ିକର ମୋଟ ପରମାଣୁ ସଂଖ୍ୟା ସହ ଉତ୍ପାଦ ଗୁଡ଼ିକର ମୋଟ ପରମାଣୁ ସଂଖ୍ୟା ସମାନ ହେବ। ତାହେଲେ ଏଇ ଅପସନ୍ଟା ବି ଠିକ୍ ହେବ। ତାପରେ କହୁଛି ପ୍ରତିକାରକ ଗୁଡ଼ିକର ମୋଟ ଅଣୁ ସଂଖ୍ୟା ଉତ୍ପାଦ ଗୁଡ଼ିକର ମୋଟ ଅଣୁ ସଂଖ୍ୟା ସହ ସମାନ ହେବ। ଏହା ଭୁଲ। ଦେଖନ୍ତୁ, ଅଣୁ କେବେ ସମାନ ହୁଏ ନାହିଁ, ପରମାଣୁ ସମାନ ହୁଏ। ତାହେଲେ ଏଇ ଅପସନ୍ଟା ଭୁଲ। ତାପରେ କହୁଛି ପ୍ରତିକାରକ ଗୁଡ଼ିକ ପ୍ରତ୍ୟେକ ମୌଳିକର ମୋଟ ପରମାଣୁ ସଂଖ୍ୟା ସହ ଉତ୍ପାଦ ଗୁଡ଼ିକର ପ୍ରତ୍ୟେକ ମୌଳିକର ମୋଟ ପରମାଣୁ ସଂଖ୍ୟା ସହ ସମାନ ହେବ। ଦେଖନ୍ତୁ, ଯେତେବେଳେ A ପ୍ଲସ୍ B ଇକ୍ୱାଲ୍ ଟୁ C ହେବ, ଦେଖନ୍ତୁ A ଗୋଟେ ମୌଳିକ, B ଗୋଟେ ମୌଳିକ, C ଆମର ଗୋଟେ ବି ମୌଳିକ ହେବ। ତାହେଲେ ଆମର ଲେଫ୍ଟ ସାଇଡ଼୍ର ପରମାଣୁ ୱିଲ୍ ବି ଇକ୍ୱାଲ୍ ଟୁ ରାଇଟ୍ ସାଇଡ଼୍ର ପରମାଣୁ। ସୋ ଏଇ ଅପସନ୍ଟା ବି ଠିକ୍ ହେବ। ତାହେଲେ ଆମେ କ'ଣ ଦେଖିଲେ, ଅପସନ୍ A ଆଉ ଅପସନ୍ C ହେଉଛି ଠିକ୍। ତାହେଲେ ଏଇ ଚାରିଟା ଅପସନ୍ ଭିତରୁ ଆପଣମାନେ ଦେଖିପାରୁଥିବେ ଆମର ସି ଅପସନ୍ଟି ରହିଛି। ସି ଅପସନ୍ରେ ଫାର୍ଷ୍ଟ ଆଉ ଥାର୍ଡ଼ଟା ଠିକ୍ ଏବଂ ସେକେଣ୍ଡଟା ଭୁଲ। ଓକେ, ସୋ ଏଇଟା ହେବ ଆମର କରେକ୍ଟ ଆନ୍ସର୍। ତାପରେ କହୁଛି କେଉଁଟି ପରିବେଶ ଅଧ୍ୟୟନର ଉଦ୍ଦେଶ୍ୟ ନୁହେଁ। ଆମେ କ'ଣ ପାଇଁ ପରିବେଶ ବିଷୟରେ ପଢ଼ୁ? ଏହାର ଆନ୍ସର୍ ହେବ, ଦେଖ, ପରିବେଶ ବିଷୟରେ ଆମେ କ'ଣ ପାଇଁ ପଢ଼ୁ? ପରିବେଶର ବ୍ୟାଖ୍ୟା କରିବା ପାଇଁ ପଢ଼ୁ, ଏଇଟା ଠିକ୍। ତାପରେ କହୁଛି ପରିବେଶ ପ୍ରଦୂଷଣ କରିବା ପାଇଁ। ଦେଖନ୍ତୁ, ଆମେ ପରିବେଶ ବିଷୟରେ ପଢ଼ୁଛୁ ପରିବେଶ ପ୍ରଦୂଷଣ କରିବା ପାଇଁ କି? ତାହେଲେ ଏଇଟା ହେବ ଭୁଲ। ତାପରେ ପରିବେଶ ସୁରକ୍ଷା, ହଁ ଆମେ ପରିବେଶକୁ ସୁରକ୍ଷା ଦେବା ପାଇଁ ପରିବେଶ ବିଷୟରେ ପଢ଼ୁଛୁ। ତାପରେ ପରିବେଶ ଶିକ୍ଷଣ କୌଶଳ ଚିହ୍ନଟ କରିବା, ଏଇଟା ବି ଠିକ୍। ତେଣୁ ଆମକୁ ଏଠି ପ୍ରଶ୍ନ ପଚାରିଛି କେଉଁଟି ପରିବେଶ ଅଧ୍ୟୟନର ଉଦ୍ଦେଶ୍ୟ ନୁହେଁ। ତାହେଲେ ଏଇଟା ହେଲା ଆମର କରେକ୍ଟ ଆନ୍ସର୍ ହେବ। ଏଇଟା ଉଦ୍ଦେଶ୍ୟ ନୁହେଁ। ଆମେ ପରିବେଶକୁ ପ୍ରଦୂଷିତ କରିବା ପାଇଁ ଆମେ ପରିବେଶ ବିଜ୍ଞାନ ପଢ଼ୁନାହୁଁ। ଓକେ, ତାପରେ କ୍ୱେଶ୍ଚନ୍ ହେଲା ଆଲୋକ ଶ୍ଳେଷଣରେ କେଉଁ ଗ୍ୟାସ୍ ନିର୍ଗତ ହୁଏ? ଦେଖନ୍ତୁ, ଆମେ ଆଲୋକ ଶ୍ଳେଷଣରେ ସବୁବେଳେ ଜାଣିଛନ୍ତି ଆମର ଅକ୍ସିଜେନ୍ ଏଠି ନିର୍ଗତ ହୁଏ। ଏଇଟା ଗୋଟେ କ'ଣ ମନେ ରଖିବା କଥାରେ। ତେଣୁ ଏହା କେଉଁ ପ୍ରକାର ପ୍ରଶ୍ନ? ଏଇଟା ହେଉଛି ସ୍ମରଣ ଭିତ୍ତିକ ପ୍ରଶ୍ନ। ଆମେ କେବଳ ମନେ ରଖିବାର ଅଛି ଏଟାକୁ, ବୁଝିଲ। ଆମେ ତ ଯାଇକି ମନେ ରଖିବା ଏବଂ ଆମେ ଚାହିଁବା ଯଦି ତାକୁ ବିଶ୍ଳେଷଣ କରିକି ଦେଖିପାରିବା। ଓକେ, ଏକ୍ସପେରିମେଣ୍ଟ କରିକି ଦେଖିପାରିବା। ସୋ ଏହା ନିର୍ବାଚନ ନୁହେଁ କି ଏହା ଚୟନ ନୁହେଁ, ଏଇଟା ସ୍ମରଣ ଭିତ୍ତିକ, ସମ୍ପର୍କ ନିର୍ଣ୍ଣାୟକ ବି ନୁହେଁ। ସୋ କରେକ୍ଟ ଆନ୍ସର୍ ହେବ ଏ, ସ୍ମରଣ ଭିତ୍ତିକ। ତାପରେ କହୁଛି କେଉଁ ଗୁଡ଼ିକ ଶକ୍ତି ପ୍ରଦାୟୀ ଖାଦ୍ୟ ଅଟେ? ଦେଖନ୍ତୁ, ଆମେ ଯେତିକି ଖାଦ୍ୟ ଖାଉଛନ୍ତି ସମସ୍ତେ ଜାଣିଛନ୍ତି, କୁହନ୍ତି ଯେ ଭାତ ଖା ବଳ ହେବ। ମାନେ ଭାତ ଆମେ ଖାଇବା ଯଦି ଭାତଟା ଆମକୁ ଶକ୍ତି ଦିଏ। ଭାତଟା କେଉଁ ଶ୍ରେଣୀରେ ଯାଉଛି? ଭାତଟା ଶ୍ୱେତସାର ଶ୍ରେଣୀରେ ଯାଉଛି। ତାପରେ ଆମେ ମଧ୍ୟ କ୍ଷୀର ପିଇଲେ ବଳ ହେବ କୁହନ୍ତି, କ୍ଷୀରଟା ଆମର ସ୍ନେହସାର। ସୋ ଅପସନ୍ ହେବ ବି, ଶ୍ୱେତସାର ଏବଂ ସ୍ନେହସାର ଆମକୁ ଶକ୍ତି ଯୋଗାଇଥାଏ। ତାପରେ କେଉଁଥିରେ ଏନ୍ଜାଇମ୍ ନଥାଏ? ଏଇଟା ଆପଣଙ୍କୁ ମନେ ରଖିବାକୁ ପଡ଼ିବ। ଆପଣଙ୍କର ପିତ୍ତରସ। ଓକେ, ପିତ୍ତରସକୁ ଆମର ବାଇଲ୍ କୁହାଯାଏ। ବାଇଲ୍ଟା ହଳଦିଆ, ତେଣୁ ଏହାର ନାମ ହେଉଛି ପିତ୍ତରସ। ପିତ୍ତରସରେ ଏନ୍ଜାଇମ୍ ନଥାଏ। ପିତ୍ତରସ କ'ଣ କରେ? ଆମେ ଯେଉଁ ଫ୍ୟାଟ୍ ଯେତିକି ଖାଆନ୍ତି ସେଗୁଡ଼ିକ ସହଜରେ ହଜମ ହୋଇନଥାଏ। ସୋ ତାକୁ ସେ କ'ଣ କରେ? ପିତ୍ତରସ ତାକୁ ଇମଲ୍ସିଫାଏ କରେ। ତାକୁ ଆମର ଫ୍ୟାଟ୍ ଗୁଡ଼ା ଅଏଲ୍ ଜିନିଷ, ତାକୁ ହେଉଛି ତା ଚାରିପଟରେ ୱାଟର ମଲିକ୍ୟୁଲ୍ ଲାଗିକି ସେ ଇମଲ୍ସିଫାଏ ହୁଏ। ସୋ ପିତ୍ତରସରେ ଆମର ଏନ୍ଜାଇମ୍ ନଥାଏ। ଦେଖନ୍ତୁ, ପାଟିର ଆମର ଲାଳରେ ବି ଏନ୍ଜାଇମ୍ ଥାଏ। ପାଚକ ରସ ମାନେ ଆମର ଯେଉଁ ପାକସ୍ଥଳୀର ଯେଉଁ ରସର ଏନ୍ଜାଇମ୍ ଥାଏ। ଅଗ୍ନାଶୟ ଆମର ଯେଉଁ ଇଣ୍ଟେଷ୍ଟାଇନ୍ ରସରେ ବି ଏନ୍ଜାଇମ୍ ଥାଏ। ପିତ୍ତରସକୁ ବାଇଲ୍ କୁହାଯାଏ, ଯେଉଁଟାକି ଯକୃତରୁ ଆସିଥାଏ। ସୋ ଏଥିରେ ଏନ୍ଜାଇମ୍ ନଥାଏ। ଓକେ, ତାପରେ କହୁଛି କେଉଁଟି ଭିଟାମିନ୍ ବି ଯୌଗିକ ଅନ୍ତର୍ଭୁକ୍ତ ନୁହେଁ? ପିଲାମାନେ, ଏହାର ଗୋଟେ ଟ୍ରିକ୍ ଅଛି। ଆମର ଭିଟାମିନ୍ ବି କମ୍ପ୍ଲେକ୍ସ ବା ଭିଟାମିନ୍ ବି ଯୌଗିକରେ ବହୁତ ପ୍ରକାର ଭିଟାମିନ୍ ରହୁଛି।
ତାକୁ ସବୁ ମନେ ରଖିବା ପାଇଁ ଟ୍ରିକ୍ ଅଛି। ଆପଣମାନେ ଯଦି କହିବେ ମୁଁ ତା ପାଇଁ ଡେଡିକେଟେଡ଼୍ ଭିଡ଼ିଓ ବନେଇଦେବି। ସୋ ଦେଖନ୍ତୁ ରାଇବୋଫ୍ଲୋବିନ୍ ବି ଗୋଟେ ଭିଟାମିନ୍, ଫଲିକ୍ ଏସିଡ଼୍ ବି ଗୋଟେ ଭିଟାମିନ୍ B12, ଆମର ହେଉଛି ବାୟୋଟିନ୍ ବି ଗୋଟେ ଭିଟାମିନ୍ B କମ୍ପ୍ଲେକ୍ସ, କିନ୍ତୁ ଆସ୍କର୍ବିକ୍ ଏସିଡ଼୍ ଏହାର ଅର୍ଥ ହେଲା ଭିଟାମିନ୍ ସି ହେଲା। ଆସ୍କର୍ବିକ୍ ଆମର ଭିଟାମିନ୍ ସିର ଅନ୍ୟ ନାମ ହେଉଛି ଆସ୍କର୍ବିକ୍ ଏସିଡ଼୍। ଓକେ, ସୋ ଏଇ ଯେଉଁ ଆସ୍କର୍ବିକ୍ ଏସିଡ଼୍ ବା ଭିଟାମିନ୍ ସି ହେଉଛି ଅଲଗା ଗୋଟେ ଏସିଡ଼୍, ଅଲଗା ଗୋଟେ ଆମର ଭିଟାମିନ୍, କିନ୍ତୁ ବାୟୋଟିନ୍, ଫଲିକ୍ ଏସିଡ଼୍ ଏବଂ ରାଇବୋଫ୍ଲୋବିନ୍ ସବୁ ଭିଟାମିନ୍ B ଯୌଗିକରେ ଅନ୍ତର୍ଭୁକ୍ତ, କେବଳ ଆସ୍କର୍ବିକ୍ଟା ନୁହେଁ। ଓକେ, ଦେଖନ୍ତୁ କେଉଁଟିର ମୂଳ ଖାଦ୍ୟ ସଞ୍ଚୟ ପାଇଁ ଉଦ୍ଦିଷ୍ଟ ନୁହେଁ। ଦେଖନ୍ତୁ ପିଲାମାନେ, ଆମର ଏଠି କ୍ୱେଶ୍ଚନ୍ଟା ଭୁଲ ଅଛି। ଓକେ, କ୍ୱେଶ୍ଚନ୍ ହେବା କଥା କେଉଁଟିର ମୂଳ ଖାଦ୍ୟ ସଞ୍ଚୟ ପାଇଁ ଉଦ୍ଦିଷ୍ଟ। ଦେଖନ୍ତୁ ଆପଣମାନେ ମୂଳା, ଗାଜର, ଶାଲଗମ୍ ଆଉ ଆଳୁ ଆପଣମାନେ ଦେଖିଥିବେ ମୂଳାଟା ଆମର ଚେରରେ ହୁଏ। ଓକେ, ସୋ ମୂଳା ଇଜ୍ ଏ ମୋଡ଼ିଫାଏଡ଼୍ ରୁଟ୍। ଗାଜର ବି ଆପଣମାନେ ଜାଣିଥିବେ ଗାଜରଟା ଆମର ଚେରରେ ହୁଏ। ସୋ ଗାଜର ଇଜ୍ ଏ ମୋଡ଼ିଫାଏଡ଼୍ ରୁଟ୍। ଶାଲଗମ୍ ଆମର ଯେଉଁ ଓଲକୁ ବି ଆପଣ ଯେଉଁଟା ମାନେ କହୁଛନ୍ତି। ଓକେ, ଶାଲଗମ୍ଟା ବି ଚେରଟା। ତେଣୁ ସବୁ ଚେର, ମୂଳା ବି ଚେର, ଶାଲଗମ୍ ଚେର, ଗାଜର ଚେର, କିନ୍ତୁ ଆଳୁଟା ଗୋଟେ ଚେର ନୁହେଁ, ଆଳୁଟା ଗୋଟେ ମୂଳ। ଓକେ, ମୂଳ ବା ତାକୁ କୁହାଯାଏ। ଓକେ, ସୋ ଆଳୁ ଇଜ୍ ଏ ମୋଡ଼ିଫାଏଡ଼୍ ଷ୍ଟେମ୍, କିନ୍ତୁ ମୂଳା, ଶାଲଗମ୍, ଗାଜର ହେଉଛି ମୋଡ଼ିଫାଏଡ଼୍ ରୁଟ୍। ତେଣୁ ଏହାର ସଠିକ୍ ଆନ୍ସର୍ ହେବ ଡି। ତାପରେ କହୁଛି କେଉଁଟି ଏକ ରୂପାନ୍ତରିତ ପତ୍ର। ରୂପାନ୍ତରିତ ପତ୍ର ମାନେ ହେଉଛି ମୋଡ଼ିଫାଏଡ଼୍ ଲିଭ୍ସ। ମାନେ ଏଇ ଯେଉଁ ଚାରିଟା ଅପସନ୍ ଭିତରେ କେଉଁଟା ପତ୍ରଟା ମୋଡ଼ିଫାଏ ହେଇକି କେଉଁ ଜିନିଷଟା ହେଇଛି। ଦେଖନ୍ତୁ ଆପଣମାନେ ନାଗଫେଣିର କଣ୍ଟା ଦେଖିପାରିଥିବେ। ନାଗଫେଣିର କଣ୍ଟାଟା କ'ଣ ହେଇଥିବ ନା, ଏମିତି ଗୋଟେ ନାଗଫେଣି, ଏଇଟା ଗୋଟେ ପତ୍ରଟା, ଏଇଟା ଏମିତି କଣ୍ଟା ସବୁ ବାହାରିଥିବ। ସୋ ନାଗଫେଣିର କଣ୍ଟାଟା ହେଉଛି ଆମର ଲିଫ୍ଟା ମୋଡ଼ିଫାଏଡ଼୍ ହେଇକି ଏମିତି ହେଇଥାଏ। ତେଣୁ ଅପସନ୍ ହେବ ଅପସନ୍ ସି। ଓକେ, ଅପସନ୍ ସିଟା ନାଗଫେଣି କଣ୍ଟାର ଏହା ଆନ୍ସର୍ ହେବ। ବେଲ କଣ୍ଟାଟା ଆମର ଲିଫ୍ରୁ ହେଇନଥାଏ, କଖାରୁ ଆକର୍ଷିଟା ବି ଲିଫ୍ରୁ ହେଇଥାଏ, ଝାଉଁ କଣ୍ଟା ବି ଲିଫ୍ରୁ ହେଇନଥାଏ, କେବଳ ନାଗଫେଣିର କଣ୍ଟାଟି ଲିଫ୍ରୁ ହେଇଥାଏ। ତାପରେ ପଚାରିଛି କେଉଁଟିରେ କେବଳ ଭୌତିକ ପରିବେଶର ଅଂଶଗୁଡ଼ିକ ସୂଚିତ। ଭୌତିକ ମାନେ ବାହାର ପରିବେଶ। ଦେଖନ୍ତୁ ବାହାର ଆମର ଅପସନ୍ ବି ହେବ ଜଳ, ବାୟୁ, ସୌରମଣ୍ଡଳ, ଝଡ଼ ବତାସ, ଏଇଟା ସବୁ ବାହାର ଜିନିଷ ରହୁଛି। ଦେଖନ୍ତୁ ତେଲି, ଧୂପା, କମାର, ବଣିଆ ଏସବୁ କ'ଣ ବାହାର କି? ପିତାମାତା, ଭଉଣୀ, ଭୌତିକ ପରିବେଶ ଭୌତିକ ମାନେ ବାହାର ପରିବେଶର। ତାପରେ ଏଇସବୁ ଦେଖନ୍ତୁ ବଣୁଆ, ଗଛଲତା, ଗୁଳ୍ମ, ଅନାବନା, ଘାସ, ଧାନ, ଗହମ, ଏଇଟା ସବୁ ଭୌତିକ ନୁହେଁ, ଏଇଟା ସବୁ ଆମ ଚାରିପାଖରେ ଅଛି, କିନ୍ତୁ ଏସବୁ ବିଟା ଆମର ଆନ୍ସର୍ ହେବ ଆମର ବି। ତାପରେ ଆମର ରହୁଛି ଗୋଟିଏ ପିଲା ବାରମ୍ବାର ଥଣ୍ଡା ଜ୍ୱର ରୋଗରେ ପୀଡ଼ିତ ହେଉଛି, କେଉଁ ଉପଚାରଟି ସମସ୍ୟା ସମାଧାନମୂଳକ ଓ ବିଜ୍ଞାନସମ୍ମତ ନୁହେଁ। ଦେଖନ୍ତୁ କେଉଁଟା ବିଜ୍ଞାନସମ୍ମତ ହେବ ନାହିଁ। ଗୋଟେ ପିଲାର ଧର ବାର ତାକୁ ଥଣ୍ଡା ହେଉଛି, ଆମେ କ'ଣ କରିବା? ଡକ୍ଟର ଦେଖେଇବା, ନହେଲେ ନାହିଁ ଆମର ଆଜିକାଲି ଆଲର୍ଜି ପାଇଁ ବହୁତ ଲୋକଙ୍କୁ ଥଣ୍ଡା ହେଉଛି। ତେଣୁ ଆମେ କ'ଣ କରିବା ନା ବାସସ୍ଥାନ ଆଉ ପରିବେଶ ଅନୁଧ୍ୟାନ କରିବା। ଆକ୍ଚୁଆଲି କ'ଣ ହେଲା, କିଏ ଟିକେ ଗାଧୋଇ ପଡ଼ିଲେ ଥଣ୍ଡା ହେଇଯାଉଛି, କିଏ ଟିକେ ନଈ କୂଳକୁ ପଳେଇଲେ ଥଣ୍ଡା ହେଇଯାଉଛି। ତେଣୁ ଆମେ ଆମ ପରିବେଶ ଉପରେ ଧ୍ୟାନ ଦେବା। ଯଦି ଜଣେ ଗୋଟେ ମାନେ ଖାଦ୍ୟାଭ୍ୟାସ ପାଇଁ କିଛି ଗୋଟେ ହେଉଛି ହେଲା, ପଖାଳ ଖାଇଦେଉଛି, ଗୋଟେ ଇଏ କରିଦେଉଛି, ସିଏ କରିଦେଉଛି, ତେଣୁ ଥଣ୍ଡା ହେଇଯାଉଛି, ସେସବୁ ଆମେ ଲକ୍ଷ୍ୟ କରିବା, ସେଇଟା ବି ଠିକ୍ ହେବ। ତାପରେ କହୁଛି ନିଜର ଚିକିତ୍ସା କରିବା, ଏଇଟା ବିଜ୍ଞାନସମ୍ମତ ନୁହେଁ। ଦେଖନ୍ତୁ କେହି ବି ନିଜର ଚିକିତ୍ସା କରିବାଟା ଉଚିତ ନୁହେଁ ହେଲା। ସୋ ଏଇଟା ବିଜ୍ଞାନସମ୍ମତ ନୁହେଁ। ସୋ ଆନ୍ସର୍ ହେବ ଡି। ତାପରେ ହେଉଛି କେଉଁଟି ଠିକ୍ ଅଟେ। ଦେଖନ୍ତୁ ଠିକ୍ ଏଇଟା ଆମର ଗ୍ରହ ଆଉ ଉପଗ୍ରହ ବିଷୟରେ ପଚାରିଛି। ଦେଖନ୍ତୁ ମୁଁ କହିଦେଉଛି ଯେ କେତେକ ଗ୍ରହ ଆପଣମାନେ ଜାଣିଥିବେ ପ୍ରୋଗ୍ରେଡ଼, ରେଟ୍ରୋଗ୍ରେଡ଼, ମାନେ କେତେକ ବାମାବର୍ତ୍ତୀ, ବାମରୁ ଡାହାଣକୁ କେତେକ ଗ୍ରହ ଘୂରିଥାନ୍ତି, ଆଉ କେତେକ ଗ୍ରହ ହେଉଛି ଡାଁରୁ ବାଁକୁ ଘୂରିଥାନ୍ତି। ଓକେ, ତେଣୁ ଏଇଟା ଧ୍ୟାନ ରଖନ୍ତୁ, କେତେ ଗ୍ରହ ବାଁରୁ ଡାଁ, କେତେ ଗ୍ରହ ଡାଁରୁ ବାଁ ଘୂରିଥାନ୍ତି। ସେ କହୁଛି ଅଧିକାଂଶ ଗ୍ରହ ନିଜ କକ୍ଷପଥରେ ବାମାବର୍ତ୍ତ ଦିଗରେ ଗତି କରିଥାନ୍ତି। ହଁ ଏଇଟା ଠିକ୍, ଅଧିକାଂଶ କରିଥାନ୍ତି, କେବଳ ଦୁଇଟା ଭେନସ୍ ଆଉ ୟୁରାନସ୍ ସେ ଟିକେ ଅଲଗା ପ୍ରକାର ଘୂରିଥାନ୍ତି। ତେଣୁ ପ୍ରତ୍ୟେକ ଗ୍ରହ ନିଜ ଅକ୍ଷରେ ବାମାବର୍ତ୍ତ, ପ୍ରତ୍ୟେକ ଗ୍ରହ ନୁହେଁ, କିଛି ଗ୍ରହ ଆମର ବାମାବର୍ତ୍ତ ଆଉ କିଛି ଗ୍ରହ ଡାହାଣବର୍ତ୍ତ। ତାପରେ କହୁଛି ବୃଦ୍ଧ ସର୍ବାଧିକ ଉତ୍ତପ୍ତ ଗ୍ରହ। ଦେଖନ୍ତୁ
ଆମର ଏହାର ସଠିକ୍ ଆନ୍ସର୍ ହେବ ଏ ମାନେ କହୁଛି କିଛି ଗ୍ରହ ବାଁରୁ ଡାଁ ଘୁରନ୍ତି, କିଛି ଗ୍ରହ ଡାଁରୁ ବାଁ ଘୁରନ୍ତି, କିନ୍ତୁ ମ୍ୟାକ୍ସିମମ୍ ଗ୍ରହ କ'ଣ କରନ୍ତି ନା ବାମାବର୍ତ ଦିଗରେ ଗତି କରନ୍ତି। ସୋ ଏହାର ଆନ୍ସର୍ ହେବ ଠିକ୍ ଏ ହେବ ଆନ୍ସର୍। ତାପରେ ବି ସି ଡି କ'ଣ ଅପସନ୍ କହୁଛି? ପ୍ରତ୍ୟେକ ଗ୍ରହ ନିଜ ଅକ୍ଷରେ ବାମାବର୍ତ, ପ୍ରତ୍ୟେକ ଗ୍ରହ ନୁହେଁ, ପ୍ରତ୍ୟେକ ଗ୍ରହ ବାଁରୁ ଡାଁକୁ ଯାଆନ୍ତି ନାହିଁ, କିଛି ଯାଆନ୍ତି ବାଁରୁ ଡାଁ, କିଛି ଯାଆନ୍ତି ଡାହାଣ ବାଁ। ତାପରେ କହୁଛି ବୁଧ ସର୍ବାଧିକ ଉତ୍ତପ୍ତ ଗ୍ରହ ଅଟେ। ଆପଣମାନେ କ'ଣ କରିବେ ନା ଭୁଲରେ ସବୁବେଳେ ଏଇଟାକୁ ମାରିଦେବେ। ଦେଖନ୍ତୁ ଆମର ଏଇଟା ହେଉଛି, ଧର ମୁଁ ଏଇଠି କରୁଛି, ଆପଣମାନେ ଦେଖନ୍ତୁ, ଏଇଟା ଧର ଆମର ସୂର୍ଯ୍ୟ, ଏଇଟା ସୂର୍ଯ୍ୟ। ଓକେ, ସୂର୍ଯ୍ୟ ପାଖ ଗ୍ରହଟା କ'ଣ ଅଛି? ଏଇଟା ହେଉଛି ବୁଧ, ଏଇଟା ହେଉଛି ଶୁକ୍ର, ଏଇଟା ହେଉଛି ପୃଥିବୀ, ଭେନସ୍, ଏଇଟା ମର୍କ୍ୟୁରୀ, ଭେନସ୍। ଓକେ, ସୋ ଆପଣମାନେ କ'ଣ କରିବେ ନା ଯେହେତୁ ଆମର ଏ ଯେଉଁ ବୁଧ ଗ୍ରହଟା ସୂର୍ଯ୍ୟ ପାଖରେ ଅଛି, ଆପଣମାନେ ଭାବିଦେବେ ଯେ ଏଇଟା ସବୁଠୁ ଅଧିକା ଗରମ ଗ୍ରହ ହେଇଥିବ, ମାନେ ଅଧିକା ରଶ୍ମି ପାଉଥିବ, ଅଧିକା ଗରମ ଗ୍ରହ ହେଇଥିବ। କିନ୍ତୁ ଏଇଟା ଆମର ଏକ୍ସେପସନ୍। ଏଇ ଯେଉଁ ଶୁକ୍ର ଗ୍ରହଟା ସବୁଠାରୁ ଅଧିକ ଉତ୍ତପ୍ତ ଗ୍ରହ, ଏଇଟା ଅଧିକ ଉତ୍ତପ୍ତ, ଏଇଟା ଉତ୍ତପ୍ତ ସବୁଠାରୁ। ଓକେ, ଧ୍ୟାନ ରଖିବେ, ଆମର ଶୁକ୍ର ଗ୍ରହଟା ସବୁଠାରୁ ଉତ୍ତପ୍ତ ଗ୍ରହ, ତେଣୁ ଏ ଅପସନ୍ଟା ବି ଭୁଲ। ତାପରେ କହୁଛି ପୃଥିବୀ ଢଳିଥିବା ଯୋଗୁଁ ଅଧିବର୍ଷ ହୋଇଥାଏ, ଏଟା ବି ଭୁଲ। ଅଧିବର୍ଷ 4 ବର୍ଷରେ ଥରେ ହେଇଥାଏ, ଏବଂ ଯେଉଁ ପ୍ରତି ବର୍ଷର ଯେଉଁ 6 ଘଣ୍ଟା ମାସେ ମିଶିକି ତା ଆମର ଗୋଟେ ହେଇଯାଇଥାଏ। ଓକେ, ତେଣୁ ଏହାର କେଉଁଟା ଠିକ୍ ପଚାରିଛି? ଆମର କେବଳ ଏଇଟା ଠିକ୍। ସୋ ଅପସନ୍ ଏ ଇଜ୍ ଦ ଆନ୍ସର୍। ତାପରେ ପଚାରିଛି ବରଫ ତରଳିବା ବେଳେ କେଉଁଟିର ପରିବର୍ତ୍ତନ ହୋଇନଥାଏ? ଦେଖନ୍ତୁ, ଯେତେବେଳେ ଏଇଟା ଗୋଟେ ଏଇଟା ଧର ଗୋଟେ ବରଫ ଖଣ୍ଡରୁ କ'ଣ ହେବ? ପାଣି ହେବ। ଓକେ, ସୋ ପାଣି ହେଲେ ଏହାର ଆୟତନ ବଢ଼ିଗଲା, ଆୟତନ ବଢ଼ିଯିବ, ସାନ୍ଦ୍ରତା ବି ଦେଖନ୍ତୁ, ଏ ଯେଉଁ ଆମର ବରଫର ଡେନ୍ସିଟି ଅଲଗା ହେବ, ଆମର ୱାଟରର ଡେନ୍ସିଟି ଅଲଗା ହେବ। ସୋ ସାନ୍ଦ୍ରତା ପରିବର୍ତ୍ତନ ହେବ। ପ୍ରାବସ୍ଥା ମାନେ ଅବସ୍ଥା, କେଉଁ ଅବସ୍ଥାରୁ ଆଉ ଗୋଟେ ଅବସ୍ଥା ପରିବର୍ତ୍ତନ ହେଲା। ଦେଖନ୍ତୁ, ଗୋଟେ ସଲିଡ଼୍ ଯେତେବେଳେ ଆମର ବରଫ ଯେତେବେଳେ ଥିବ, ସେଇଟା ଗୋଟେ ସଲିଡ଼୍ ଥିବ, କଠିନ ପଦାର୍ଥରୁ ତରଳ ପଦାର୍ଥକୁ ହେବ, ତେଣୁ ଅବସ୍ଥା ବି ପରିବର୍ତ୍ତନ ହେଲା, କିନ୍ତୁ ତାପମାତ୍ରା ପରିବର୍ତ୍ତନ ହେଇନଥାଏ। ଆମର ଯେତେବେଳେ ଡିଗ୍ରୀ ଥାଏ, ଆଇସ୍ଟା ବି 0 ଡିଗ୍ରୀ ଥାଏ, ୱାଟର ବି 0 ଡିଗ୍ରୀ। ସୋ 0 ଡିଗ୍ରୀ ଆଇସ୍ରୁ 0 ଡିଗ୍ରୀ ୱାଟର ହେଲା, ତେଣୁ ତାପମାତ୍ରାରେ ପରିବର୍ତ୍ତନ ଆମର ହେଲା ନାହିଁ। ସୋ ସଠିକ୍ ଆନ୍ସର୍ ହେବ, କେଉଁଠି ପରିବର୍ତ୍ତନ ହୋଇନଥାଏ? ସଠିକ୍ ଆନ୍ସର୍ ହେବ ସି। ତାପରେ କହୁଛି ଯେତେବେଳେ ଦୁଇଟି ପରମାଣୁର ରାସାୟନିକ ସଂଯୋଗ ଘଟିଥାଏ, ସେଗୁଡ଼ିକର କି ପରିବର୍ତ୍ତନ ହୋଇଥାଏ? ଓକେ, ଦେଖନ୍ତୁ, ଆମର ଯେତେବେଳେ ଗୋଟେ ମୌଳିକ ଯେତେବେଳେ ମିଶିକି ଗୋଟେ ଯୌଗିକ ହୁଏ, ସେତେବେଳେ କ'ଣ ହୁଏ ନା ଆମର ଯେଉଁ ଇଲେକ୍ଟ୍ରନ୍ ଥାଏ, ଇଲେକ୍ଟ୍ରନ୍ ସଜ୍ଜାରେ ପରିବର୍ତ୍ତନ ହେଇଥାଏ। ଓକେ, ଇଲେକ୍ଟ୍ରନ୍ ରିକମ୍ବାଇନ୍ କରନ୍ତି, ଇଲେକ୍ଟ୍ରନ୍ କ୍ଲାଉଡ଼ ରିକମ୍ବାଇନ୍ କରିକି ଆମର ଗୋଟେ ରାସାୟନିକ ପ୍ରକ୍ରିୟାଟି ହେଇଥାଏ। ସୋ ଏହାର ଆନ୍ସର୍ ହେବ ଇଲେକ୍ଟ୍ରନ୍। ସୋ ମୁଁ ଆଉ ଟିକେ ଭଲସେ ବୁଝାଉଛି। ଦେଖନ୍ତୁ, ଗୋଟେ ଆଟମ୍ ମାନେ ଗୋଟେ ଅଣୁର କ'ଣ ଥାଏ ନା, ଏଇଟା ଗୋଟେ ନ୍ୟୁକ୍ଲିୟସ୍, ଭିତରଟା ଗୋଟେ ନ୍ୟୁକ୍ଲିୟସ୍ ଥାଏ, ତା ଚାରିପଟରେ କ'ଣ ହେଇଥାଏ ନା ଇଲେକ୍ଟ୍ରନ୍ ଗୁଡ଼ାକ ଏମିତି ସବୁ ଘୁରୁଥାନ୍ତି। ତା ଭିତରେ କ'ଣ ଥାଏ? ପ୍ରୋଟନ୍ ଥାଏ ଆଉ ନ୍ୟୁଟ୍ରନ୍ ଥାଏ ଭିତରେ। ପ୍ରୋଟନ୍ ନ୍ୟୁଟ୍ରନ୍ କ'ଣ କରେ ନା, ସେ ବାହାରକୁ ଆସିପାରନ୍ତିନି, କିମ୍ବା ଆମର ରାସାୟନିକ ପ୍ରକ୍ରିୟାରେ ଭାଗ ନେଇପାରନ୍ତିନି। କେଉଁମାନେ ଭାଗ ନିଅନ୍ତି? ଯେଉଁ ଚାରିପଟରେ ଯେଉଁ ଇଲେକ୍ଟ୍ରନ୍ ଗୁଡ଼ାକ ସବୁ ଘୁରୁଛନ୍ତି, ସେଇମାନେ ଆଉ ଗୋଟେ ସେମିତି ମଲିକ୍ୟୁଲ୍ରେ, ଆଉ ଗୋଟେ ଧର ଆଟମ୍ରେ ସେମିତି ଇଲେକ୍ଟ୍ରନ୍ ଘୁରୁଛନ୍ତି। ସେ କ'ଣ ହୁଏ ନା, ଏଇ ଯେଉଁ ଇଲେକ୍ଟ୍ରନ୍ ଭିତରେ ରିକମ୍ବିନେସନ୍ ହୁଏ, ମାନେ ଇଲେକ୍ଟ୍ରନ୍ ସେୟାରିଂ କରନ୍ତି। ୟା ଇଲେକ୍ଟ୍ରନ୍ ତାକୁ ଦିଏ, ତା ଇଲେକ୍ଟ୍ରନ୍ ଏକୁ ଦିଏ, ମାନେ ଜଣଙ୍କର ଅଭାବ, ୟାର ବି ଅଭାବ ରହୁଛି ଟିକେ, ୟାର ବି ଅଭାବ ରହୁଛି ଟିକେ। ସୋ ଦୁଇ ଜଣକୁ ସେୟାରିଂ କରିକି ଗୋଟେ ରାସାୟନିକ ପ୍ରତିକ୍ରିୟା କରନ୍ତି। ତେଣୁ ଯେତେବେଳେ ଗୋଟେ ରାସାୟନିକ ପ୍ରତିକ୍ରିୟା ହୁଏ ବା ରାସାୟନିକ ସଂଯୋଗ ହୁଏ, ସବୁବେଳେ ଇଲେକ୍ଟ୍ରନ୍ ସଜ୍ଜାରେ ପରିବର୍ତ୍ତନ ହୋଇଥାଏ। ଓକେ, ସୋ ଆନ୍ସର୍ ହେବ ସି। ତାପରେ କହୁଛି ଗୋଟେ ବସ୍ତୁର ବ୍ୟାସାର୍ଦ୍ଧ ହେଉଛି ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତାକାର ପଥରେ ଗତି କରୁଛି। ଓକେ, ଗୋଟେ ବସ୍ତୁଟେ ଗୋଟେ ବୃତ୍ତାକାର ପଥରେ ଗତି କରୁଛି, ଏଇଟା ଗୋଟେ ବୃତ୍ତ ଧର। ଓକେ, ଏମିତି ସେ ଘୁରୁଛି। ଏ ତଥା କ'ଣ ସେ କହୁଛି ବସ୍ତୁର ଅର୍ଦ୍ଧ ଘୂର୍ଣ୍ଣନ କରୁଛି, ଅଧା ଘୁରିଛି। ଏହା ଯଥାକ୍ରମେ କେତେ ପଥ ଅତିକ୍ରମ କରିଛି ଏବଂ ବିସ୍ଥାପନ କେତେ? ଦେଖନ୍ତୁ,
ମୁଁ ତା ପୂର୍ବରୁ କହୁଛି ବିସ୍ଥାପନ ଆଗେ କ'ଣ କହୁଛି ବୁଝ। ଦେଖନ୍ତୁ ଗୋଟେ ପଏଣ୍ଟ ହେଉଛି ଏଇଠି ଏ, ଏଇଠି ଗୋଟେ ପଏଣ୍ଟ ଏ ଅଛି, ଏଇଠି ଗୋଟେ ପଏଣ୍ଟ ବି ଅଛି। ସୋ ଗୋଟେ ଲୋକ କ'ଣ କରିବ ନା ଏମିତି ଯିବ, ଏମିତି ଯିବ, ଏମିତି ଯିବ, ଏମିତି ଯିବ, ଏତିକି ବାଟ ପହଞ୍ଚିବ। ଓକେ, ଏରୁ ବି କି ଗଲା। ଓକେ, ସୋ ଏଇ ଯେଉଁ ଘୁରି ଘୁରିକି ଗଲା ସେଇଟାକୁ କ'ଣ କୁହାଯାଏ ଆମର ଓନ୍ଲି ଦୂରତା କୁହାଯାଏ, ଡିଷ୍ଟାନ୍ସ କୁହାଯାଏ, ଦୂରତା। ବିସ୍ଥାପନ କ'ଣ? ବିସ୍ଥାପନ ହେଉଛି ସର୍ଟେଷ୍ଟ ଦୂରତା। ଦେଖନ୍ତୁ ଏଇଟା ସର୍ଟେଷ୍ଟ ଦୂରତା ହେବ ନା। ସୋ ଏଇଟାକୁ ଡିସପ୍ଲେସମେଣ୍ଟ ବା ବିସ୍ଥାପନ କୁହାଯାଏ। ସର୍ଟେଷ୍ଟ ଦୂରତାକୁ ଆମର ବିସ୍ଥାପନ କୁହାଯାଏ। ଏଇ ଯେଉଁ ଆମେ ମେଞ୍ଚେ ରାସ୍ତା ବି ହେଇପାରିବ, ଏଗୁଡ଼ା ସବୁ ଦୂରତା ହେବ, କିନ୍ତୁ ସର୍ଟେଷ୍ଟ ଦୂରତା ହେଉଛି ବିସ୍ଥାପନ। ସୋ ବିସ୍ଥାପନ ଆଉ ଦୂରତା ଆପଣମାନେ ଜାଣିପାରିଲେ। ସେ କହୁଛି ଆମର କେତେ ପଥ ଅତିକ୍ରମ କରିବ ଏବଂ ବିସ୍ଥାପନ ମାନେ ସର୍ଟେଷ୍ଟ ଦୂରତା କେତେ ହେବ। ଦେଖନ୍ତୁ ଆମର ଗୋଟେ ଘୁରିଲା, ଏମିତି ଏମିତି ଘୁରିଲା, ଯାଇକି ଏମିତି ରହିଲା। ସୋ ଏଇଠୁ ଏତିକି ଦୂରତା କେତେ ଆଉ ବିସ୍ଥାପନ ମାନେ ସର୍ଟେଷ୍ଟ ଦୂରତା କେତେ ଆମକୁ ପଚାରୁଛି। ଦେଖନ୍ତୁ ଆମେ ବୃତ୍ତ ଜାଣିଛନ୍ତି, ଏଇଟା ଗୋଟେ ବୃତ୍ତର ଦ୍ରବ୍ୟକୁ ଥରେ କେତେ ବାଟ ଲାଗେ 2πr ପରିସୀମା, ଯେତିକି ପରିସୀମା ସେତିକି ବାଟ, ମାନେ ଟୋଟାଲଟା ହେଲା 2πr। କିନ୍ତୁ ସେ କ'ଣ କହିଛି ନା ଏଠି ବାହାରିଛି, ଏଠି ଯାଇଛି, ଅଧା ଘୁରିଛି। ଅଧା ଘୁରିଛି ମାନେ କ'ଣ ହେବ? ଅଧା ଘୁରିଛି ମାନେ ଆମର 2πr ଡିଭାଇଡେଡ଼ ବାଇ 2 ମାନେ ଓନ୍ଲି πr। πr କ'ଣ ହେବ? πr ଦୂରତା ହେବ πr। ପିଲାମାନେ ସରି, ସ୍କ୍ରିନ୍ଟା ପଳେଇଲା। ଆମର ଦୂରତା ହେବ πr। ଓକେ, ଆଉ ଆମର ସର୍ଟେଷ୍ଟ ଦୂରତା କେତେ ହେବ? ଦେଖନ୍ତୁ ଏଇ ଗୋଟେ ବୃତ୍ତ ହେଲା, ବୃତ୍ତର ଏଇଟା ହେଲା ଆମର ସେଣ୍ଟର, ଏପଟଟା ବି ହେବ r, ତାହେଲେ ସର୍ଟେଷ୍ଟ ଦୂରତା କେତେ ହେବ? 2r। ତେଣୁ ଏହାର ଆନ୍ସର୍ ହେବ ଏ। ଓକେ, ତାପରେ କହୁଛି କ୍ଷୀରରୁ କେଉଁଠି ମିଳେ? ଆପଣମାନେ ଦେଖିଥିବେ ଆଡ଼ଭର୍ଟାଇଜ୍ ଲାକ୍ଟୋଜେନ୍ ଖାଆନ୍ତୁ, ଛୋଟ ଛୁଆଙ୍କ ଆଡ଼ଭର୍ଟାଇଜ୍ ଦେଖିଥିବେ, ଲାକ୍ଟୋଜେନ୍ ଖାଆନ୍ତୁ, ଏ ହୁଅନ୍ତୁ ସିଏ ହୁଅନ୍ତୁ। କାହିଁକି ଲାକ୍ଟୋଜେନ୍ ଆଡ଼ଭର୍ଟାଇଜ୍ କଲା? କାରଣ କ୍ଷୀରରେ ଆମର ଲାକ୍ଟୋଜ୍ ସୁଗାର ଥାଏ। ଓକେ, କ୍ଷୀରରେ କ'ଣ ଥାଏ? ଲାକ୍ଟୋଜ୍ ସୁଗାର। ସୋ ମନେ ରଖିବେ କେମିତି କ୍ଷୀରରେ ଲାକ୍ଟୋଜ୍ ସୁଗାର ଥାଏ। ତୁମମାନେ ଦେଖିପାରୁଥିବ ଛୋଟ ପିଲାଙ୍କ ଆଡ଼ଭର୍ଟାଇଜ୍ ଗୋଟେ ଆସେ, ଯେଉଁ ଲାକ୍ଟୋଜେନ୍ ଖାଆନ୍ତୁ, ଛୋଟ ପିଲାଙ୍କୁ ଖୁଆନ୍ତୁ, ବଳ ହେବ, ଇଏ ହେବ, ସିଏ ହେବ। ସୋ ଲାକ୍ଟୋଜେନ୍, ଓକେ, ଲାକ୍ଟୋଜ୍ ସୁଗାର ଥାଏ କ୍ଷୀରରେ। ତାପରେ କହୁଛି ଫଳିକାର କେଉଁ ଅଂଶରୁ ମଞ୍ଜି ବାହାରେ? ଫଳିକାରୁ ଆମର ଡିମ୍ବକରୁ ମଞ୍ଜି ବାହାରେ। ଓକେ, ମନେ ରଖନ୍ତୁ ଡିମ୍ବକ, ଡିମ୍ବାଶୟଟା ଫଳ ହୁଏ, ଗର୍ଭଦଣ୍ଡଟା ଆମର କ'ଣ ହୁଏ କେଜାଣି, ଆମର ଡିମ୍ବାଶୟ ଫଳ ହୁଏ। ଓକେ, ଡିମ୍ବକଟା ଆମର ମଞ୍ଜି ହୁଏ। ୟୁରିଆ କେଉଁଠି ଉତ୍ପନ୍ନ ହୁଏ? ଦେଖନ୍ତୁ ଆମ ଶରୀରରେ ୟୁରିଆ ଆମର ହେଉଛି ଗୋଟେ ଏକ୍ସକ୍ରେଟୋରୀ ମ୍ୟାଟେରିଆଲ୍, ୟୁରିଆ। ଓକେ, ୟୁରିଆ ମାନେ ବର୍ଜ୍ୟବସ୍ତୁ ଆମ ଶରୀରରେ, ସେଇଟା କେଉଁଠି ତିଆରି ହୁଏ? ସେଇଟା ଯକୃତରେ ତିଆରି ହୁଏ। ମନେ ରଖନ୍ତୁ ୟୁରିଆ ଯକୃତରୁ ତିଆରି ହୁଏ। ଓକେ, ବୃକକ କ'ଣ କରେ? ଯେଉଁ ୟୁରିଆ ଆମର ଯକୃତରେ ତିଆରି ହେଇକି ବ୍ଲଡ଼ରେ ମିଶିଯାଏ, ବୃକକ ତାକୁ ଛାଣିଦିଏ। ଚର୍ମ ଥ୍ରୁରେ ୟୁରିଆ ଆମ ବଡ଼ିରୁ ବାହାରିକି ଯାଇଥାଏ। ଓକେ, କିନ୍ତୁ ତିଆରି ହେଇଥାଏ ଯକୃତରୁ। ତାପରେ କହୁଛି କେଉଁଟି ଏକ ରୂପାନ୍ତରିତ କାଣ୍ଡ, ମାନେ କେଉଁଟା କାଣ୍ଡରୁ ମୋଡ଼ିଫାଏ ହେଇକି ହେଇଛି। ଦେଖନ୍ତୁ ମଟର, ବିନ୍ ଗୋଟେ ଫଳ, ଗାଜର, ମୁଁ ପୂର୍ବ କ୍ୱେଶ୍ଚନରେ କହିଥିଲି ଗାଜର ଗୋଟେ ହେଉଛି ଚେର, କିନ୍ତୁ ଆଳୁ ଗୋଟେ ମୂଳ। ସୋ ଆନ୍ସର୍ ହେବ ସି, ଆଳୁ। ଆଳୁ ଗୋଟେ ରୂପାନ୍ତରିତ କାଣ୍ଡ। ଦେଖନ୍ତୁ ପ୍ରଯୁକ୍ତ ବଳର ଦିଗ ଏବଂ ପ୍ରଯୁକ୍ତ ବଳ ଯୋଗୁଁ ବସ୍ତୁରେ ସୃଷ୍ଟି ଗତିର ଦିଗ ମଧ୍ୟରେ କୋଣର ପରିମାଣ କେତେ ହେଲେ ସମ୍ପାଦିତ କାର୍ଯ୍ୟ ସର୍ବାଧିକ ହୋଇଥାଏ? ଓକେ, ମାନେ ସେ ପଚାରୁଛି, ଦେଖନ୍ତୁ ମୁଁ ଦେଖନ୍ତୁ ଟିକେ ବୁଝାଇବାକୁ ଚେଷ୍ଟା କରୁଛି। ଦେଖନ୍ତୁ ଗୋଟେ ବଲ୍, ଏଇଟା ବଲ୍ଟା ଆମର ଏମିତିଆ ଗତି କରୁଛି। ସୋ ଆପଣ କେଉଁ ଦିଗରେ ଯଦି ଗୋଟେ ଗୁଇଁଠା ମାରିବେ, ସୋ ଦ୍ୟାଟ୍ ବହୁତ ଜୋର ଗଡ଼ିବ। କେଉଁ ଦିଗରେ? ଆପଣ ଏଇଟା ଆପଣଙ୍କର ଗୁଢ଼ ଏମିତି ଏଲ୍ ଭଳିଆ ମୁଁ କରିଦେଉଛି ହେଲା। ଏ ଗୁଢ଼ଟା ଯଦି ଏଇ ଦିଗରେ ମାରିବେ, ତାହେଲେ ସେ କ'ଣ କରିବ? ବେଶୀ ଜୋର ଗଢ଼ିବ। ତାହେଲେ ଏଇ ଦିଗରେ ଯଦି ମାରିବେ, ବଲ୍ଟା ଭାଁକିନା ଗଡ଼ିଯିବ। ଭାଁକିନା ଗଡ଼ିଯିବ ମାନେ ତାହେଲେ କୋଣ କେତେ ହେଲା? ଏମିତି ଗତି, ଏମିତି ମାନେ ଫୋର୍ସ ଦେଲେ, ତେଣୁ କୋଣ ହେଉଛି ଆମର କୋଣ କେତେ ହେବ? 0 ଡିଗ୍ରୀ। ଓକେ, ତେଣୁ ଏହାର ଆନ୍ସର୍ ହେବ
0 डिग्री जदि आपणकर जदि एमिति मारिबे केमिति मारिबे जदि एमिति मारिबे ताने कोण 180 डिग्री ताने टोटाल जीव नाही जदि आउ जदि डायरेक्ट 90 डिग्री करिक मारिबे 90 डिग्री मध्य बेसी जोर दीप नाही तेणु 0 डिग्री करिक जदि मारिबे आपणकर अधिका सबुठु परिमाण अधिका हम ओके तापर कहूँ केउटी अन्य तीनोटी ठारू भिन्न यार आंसर हम फोटोस्फीयर ओके तापर कहूँ गोटे मौलिकर परमाणुस्थ प्रोटॉन संख्या एवं न्यूट्रॉन संख्या समान से मौलिकर वस्तुत संख्या एवं परमाणु क्रमांक यथाक्रमे देखो गोटे यहाँ करिया पूर्व आप गोटे आटम विषय भलसे बुझा पड़ो देखो यहाँ धर गोटे आटमटा मझीटा को न्यूक्लियस कह जाए न्यूक्लियस कौन थाए न्यूट्रॉन थाए एन एन आउ पी ये दुटा थाए मुझे लिखिपार ना ठीक से एन पी माने मझीरे थाए बाहर कौन थाए बाहर हूँ आमर इलेक्ट्रॉन थाए ओके सो सब वस्तुत्व को ए द्वारा सूचित करा जाए वस्तुत्व क्या कह जाए वस्तुत्व इक्वल टू पी प्लस एन ओके माने नंबर ऑफ प्रोटॉन प्लस नंबर ऑफ न्यूट्रॉन जदि मिसईदबा आम वस्तुत्व पाइबा वस्तु को ए द्वारा सूचित करा जाए तेणु एठारे आमर क्वेश्चन कौन कही क्वेश्चन कही न्यूट्रॉन संख्या एवं प्रोटॉन संख्या समान जे कि एक्स ताने वस्तुत्व हम केते एक्स मिशाण एक्स इक्वल टू 2x हम वस्तुत्व तापर हूँ परमाणु क्रमांक इज इक्वल टू परमाणु क्रमांक कह जाए आटमिक नंबर इज इक्वल टू नंबर ऑफ प्रोटॉन सो p इक्वल टू आटमिक नंबर ओके आटमिक नंबर ताने केते हबो x हबो वस्तुतः केते हबो 2x हबो तेणु फास्टटा कौन हम वस्तुतः 2x परमाणु क्रमांक x ताने ऑप्शन हबो b बीटा हबो सठिक आंसर पिला माने बुझी पारथुवे यदि किसी डाउट अछि कमेंट सेक्शन रे जणातु तापर कहूँ विटामिन डी संपर्क में क्यों उक्ति ठीक नुहे माने विटामिन आपण मैंने जानी समस्ते कहते जा सका खरार बसने विटामिन डी हम सो विटामिन कौन आम बॉडी रू तैयारी हुए ना कौन हुए ना जिते खरा आम बॉडी रे पड़े आम बॉडी रे जो कोलेस्टेरॉल अच्छी कोलेस्टेरॉल खरा ये नहीं कि सेटा आमर विटामिन डी तैयारी हुए सो प्रथम ऑप्शन टी कौन कही सूर्य किरण पड़े कोलेस्टेरॉल विटामिन डी टा उत्पन्न हुए ठीक अच्छे यह उद्भिद जातीय खाद्य मिलता है देखो विटामिन डी टा आम बॉडी तैयारी होची कोलेस्टेरॉल रु सो तेणु उद्भिद रु केमिति हला सो ये ऑप्शन टा भूल तापर कहूँ यह जल रे द्रवणीय नुहे एटा ठीक आमर विटामिन डी टा होची गोटे फैट सल्युबल विटामिन वाटर सल्युबल नुहे माने जल रे द्रवणीय नुहे आउ आपण मैंने जानी विटामिन डी अभाव ऑस्टियोमालेसिया हुए सो एटा भी ठीक सो कौटा ठीक नुहे पचार सो ऑप्शन हम बीटा हम सठिक आंसर सो पिला माने मु आशा करुचे आपण माने सब ठीक से बुझी पारिथिबे जदि आपण माने आउ नुआ नुआ वीडियो पाइबा चाहूँ कमेंट करंतु एवं निज सांग मानक सहित शेयर करंतु थैंक यू फॉर वाचिंग स्टे होम स्टे सेफ हैव ए गुड डे भल से पढ़ंतु ओटीटी क्लियर करंतु नेक्स्ट वीडियो देखा जय जगन्नाथ।